ତ ଜୟ ଜଗନ୍ନାଥ ସାଙ୍ଗମାନେ, ଆଜିର ଭିଡ଼ିଓରେ ଆପଣମାନଙ୍କୁ ମୁଁ ଏମିତି ଗୋଟେ ଟପିକ୍ ହିଷ୍ଟ୍ରି ଟପିକ୍ ଉପରେ କହିବାକୁ ଯାଉଛି ଯୋଉଟାକି ଆପଣମାନେ ବହୁତ ଗୁଡ଼ିଏ ଜାଗାରେ ପଢ଼ିଥିବେ, ବହୁତ ଗୁଡ଼ିଏ ଜାଗାରେ ଶୁଣିଥିବେ, କିନ୍ତୁ ତା ଉପରେ ଏତେ ପ୍ରାକ୍ଟିକାଲି ନୁହଁ, ଏତେ ଥିଓରିକାଲି ଆପଣମାନେ ଜାଣିନଥିବେ କେମିତି ସେ ଜିନିଷଟା ହେଇଥିଲା। ଠିକ ଅଛି। ତ ଆଜିର ଟପିକ୍ ହେଉଛି, ମୁଁ ଆପଣମାନଙ୍କୁ କହିବି ପାନିପତ ଯୁଦ୍ଧ ଯୋଉ ହେଇଥିଲା ଆମର, ଯୋଉଟାକି ସବୁଠୁ ଡେଞ୍ଜର ଯୁଦ୍ଧଟା କୁହନ୍ତି। ତ ସେଇ ଯୁଦ୍ଧ ଉପରେ କେତେ କଣ ଏମିତି ହେଇଥିଲା, କଣ ପାଇଁ ହେଇଥିଲା, ଆଉ କଣ ପାଇଁ ସେ ଯୁଦ୍ଧଟା ଏତେ ଭୟାନକ ହେଇଥିଲା, ତ ଆଜିର ଭିଡ଼ିଓ ମାଧ୍ୟମରେ ଆମେ ସେଇଟା ଜାଣିବା। ଠିକ ଅଛି। ତ ସବୁଠୁ ପ୍ରଥମେ ମୁଁ ଆପଣମାନଙ୍କୁ କହିଦେବାକୁ ଚାହୁଁଛି, ଆପଣମାନେ ଯଦି ମୋ ଚ୍ୟାନେଲକୁ ନୂଆ ଦେଖୁଛନ୍ତି ତ ଚ୍ୟାନେଲକୁ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ, ଯାହାଦ୍ୱାରା କି ମୋତେ ବି ଟିକେ ମୋଟିଭେସନ୍ ମିଳିବ ଆପଣମାନଙ୍କ ପାଇଁ ଏମିତି ଆହୁରି ମିଷ୍ଟ୍ରି ଟାଇପ୍ର, ହିଷ୍ଟ୍ରିକାଲ ଓ ପଲିଟିକାଲ ଟାଇପ୍ର ଭିଡ଼ିଓ ବନେଇବା ପାଇଁ। ତ ଚାଲନ୍ତୁ ଭିଡ଼ିଓକୁ ଆରମ୍ଭ କରିବା। ଭାରତର ଇତିହାସରେ ସବୁଠୁ ଡେଞ୍ଜରିୟସ୍ ବା ଯୋଉଟା କୁହନ୍ତି ସବୁଠାରୁ ହାନିକାରକ ଯୁଦ୍ଧ କହିଲେ ଅଧିକାଂଶ ଲୋକ ପାନିପତ ଯୁଦ୍ଧକୁ କହିଥାନ୍ତି। କିନ୍ତୁ ଏହି ଯୁଦ୍ଧ ହେବା ପଛର ରହସ୍ୟ ଏବଂ ସତ୍ୟତା ଆଜି ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ କହିବାକୁ ଯାଉଛି। ପାନିପତରେ ଗୋଟେ ନୁହଁ କି ଦିଟା ନୁହଁ, ତିନିଟା ଯୁଦ୍ଧ ହୋଇଥିଲା। ମାନେ ପାନିପତ ଯୁଦ୍ଧ କହିଲେ ତିନିଟା ଯୁଦ୍ଧକୁ ବୁଝାଏ। ଠିକ ଅଛି। ତ ପାନିପତ ଯୁଦ୍ଧ ତିନିଥର ହୋଇଥିଲା, 1526, 1556 ଏବଂ ନେକ୍ସଟ ଯୋଉ ଯୁଦ୍ଧ ହେଇଥିଲା ସେଇଟା ହେଲା 1761 ମସିହାରେ। ତ ତିନୋଟି ମସିହାରେ ତିନୋଟି ଯୁଦ୍ଧ ହୋଇଥିଲା। ପ୍ରଥମ ଯୁଦ୍ଧରେ ବାର୍ବର ଓ ଜିତ୍, ଦ୍ୱିତୀୟ ଯୁଦ୍ଧରେ ଆକବର ଓ ଏବଂ ତୃତୀୟ ଯୁଦ୍ଧରେ ଅହମ୍ମଦ ଶାହ ଅବଦାଲି। ଏହି ଯୁଦ୍ଧରେ ପ୍ରାୟ 1,25,000 ଲୋକ ମୃତ୍ୟୁବରଣ କରିଥିଲେ। ସେତେବେଳେ ସମୟରେ ଏତେ ଲୋକ, ମାନେ ବହୁତ ପପୁଲେସନ କହିବାକୁ ଗଲେ ବହୁତ କମ୍ ଥିଲା। ସେଇ ସମୟରେ ଯଦି 1,25,000 ଲୋକ ମୃତ୍ୟୁବରଣ କରିଥିଲେ, ତ ଆପଣ ଭାବିପାରୁଥିବେ କି କେତେ ଲୋକ ସେତେବେଳେ ପାନିପତ ଯୁଦ୍ଧରେ ମୃତ୍ୟୁବରଣ କରିଥିବେ। ତ ଗୋଟିଏ ନୁହଁ, ଯେହେତୁ ତିନିଟା ପାନିପତ ଯୁଦ୍ଧ ହୋଇଥିଲା, ତିନିଟା ରାଜାଙ୍କ ସମୟରେ, ତ ତିନିଟି ଯାକ ରାଜାଙ୍କ ସମୟରେ କେତେ ମାତ୍ରାରେ ଲୋକ ମରିଥିବେ। ଏହା ଦକ୍ଷିଣ ଭାରତ ଉପରେ ଅଫଗାନ ମାନଙ୍କ, ମୁସଲମାନ ମାନଙ୍କର ଏକ ଉଦାହରଣ ଥିଲା। ମାନଙ୍କ ସହିତ ଓଡ଼ିଆ ସେନାପତି ମଧ୍ୟ ଯୋଗ ଦେଇଥିଲେ। ଗଞ୍ଜାମ ଓ କଟକର ଅନେକ ଯୁବକ ଏହି ଯୁଦ୍ଧରେ ସାମିଲ ହୋଇଥିଲେ। ଏହି ତଥ୍ୟ ବହୁତ ପୁରାତନ ଲେଖାରେ ମଧ୍ୟ ମିଳିଛି, କିନ୍ତୁ ଆଜିକା ସମୟରେ ବହୁତ କମ୍ ଲୋକ ଏହାକୁ ମନେ ରଖିଛନ୍ତି ଆଉ ଅଧିକାଂଶ ଲୋକ ଏହାକୁ ଭୁଲି ଯାଇଛନ୍ତି। ତ ଆଜିର ଏହି ଭିଡ଼ିଓରେ ଆମେ ତିନୋଟି ଯୋଉ ଷ୍ଟେପ୍ କଭର କଲେ, ତ ନେକ୍ସଟ ଭିଡ଼ିଓରେ ଆମମାନେ ଆଉ ଚାରୋଟି ଷ୍ଟେପ୍ ଯୋଉ ରହିଲା, ଯୋଉଟାକି ମେନ୍ ଷ୍ଟେପ୍, ସେଇଟା କଭର କରିବା। ତ এই ଭିଡ଼ିଓଟା ଟୋଟାଲ ଦୁଇଟା ପାର୍ଟରେ ମୁଁ ବିଭକ୍ତ କରିଦେଇଛି। ତ ଫାର୍ଷ୍ଟ ଭିଡ଼ିଓ ପାର୍ଟଟା ସେଟା ଟିକେ ଛୋଟ ହେଇଯିବ। ସେକେଣ୍ଡ ଭିଡ଼ିଓରେ ମୁଁ ଆପଣମାନଙ୍କୁ ଚାରିଟା ପାର୍ଟ କହିବି, ଯାହାଦ୍ୱାରା କି ଆପଣମାନେ ଜାଣିପାରିବେ କି ପାନିପତ ଯୁଦ୍ଧର 7ଟି ଅଜଣା ସତ୍ୟ। ତ ଚ୍ୟାନେଲ ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା କି ଆପଣମାନଙ୍କୁ ଏମିତି ଭଲ ଭଲ ଭିଡ଼ିଓ ମିଳିପାରିବ।